ପିଲା ମାନେ ଆଜି ଆମେ କଣ ଜାଣିବା ଏ ସବୁ କଣ ଏଠି ଥୁଆ ହେଇଛି ଏ ସବୁ କଣ ଥୁଆ ହେଇଛି ଏଠି ଏତେ ଗୁଡେ ଜିନିଷଟା ତମ ପାଖରେ ଥୁଆ ହେଇଛି କଣ ଏଇ ସବୁ କଣ କିଛି ବୁଝିବନି ଏ ସବୁ କଣ ମାଟିର ଜିନିଷଟା ଥୁଆ ହେଇଛି କଣ ଏ ବିଷୟରେ ଆଜି ଜାଣିବା ଏଗୁଡା ସବୁ କଣ ଅଛି ବୋଲି ଏଗୁଡା ସବୁ କଣ ହେଇଛି ନା ମାଟିର ଜିନିଷ ଗୁଡାକ ଲାଗୁଛି ହଁ ଏ ସବୁ ତ ମାଟି ଜିନିଷ ମାଟିରେ ତିଆରି ହେଇଛି ନା ଆଜିକାଲି ସମସ୍ତେ କାଚ ୟୁଜ୍ କରୁଛନ୍ତି କାଚ ବ୍ୟବହାର ହେଉଛି ଘରେ ତମର ସବୁ କପରେ କାଚ ଫାଚରେ ପିଉଛନ୍ତି ନା ଚାହା ପା କିନ୍ତୁ ହଁ ସବୁବେଳେ ଆଗରୁ କିନ୍ତୁ ଆମର ପୂର୍ବଜ ମାନେ ଯେତେବେଳେ ପ୍ରଥମରୁ ଆମର ଷ୍ଟାର୍ଟ ହେଇଥିଲା ମନୁଷ୍ୟ ସମୟ ସବୁବେଳେ ମାଟିରେ ସମସ୍ତେ ବ୍ୟବହାର କରୁଥିଲେ ମାଟି ଜିନିଷ ଆମର ବ୍ୟବହାର ହେଉଥିଲା କାହିଁକି ଯେମିତି ଏମିତି ହାଣ୍ଡି ଆଟିକା ଏସବୁ କଣ ହେଉଥିଲା ନା ମାଟିରେ ବ୍ୟବହାର ହେଉଥିଲା ଏଗୁଡାକ କିଏ ବନାଏ ନା କୁମ୍ଭାର ବନାଏ ଯେ ପ୍ରଥମରୁ କଣ କରେ ନା ହାଣ୍ଡି ଆଟିକାରେ ସେତେବେଳେ ଆମର ଭାତ ରନ୍ଧା ହୁଏ ହେଲା ହାଣ୍ଡି ଆମର ମାଟିରେ ଆମର ସବୁ ଦେଖିଥିବ ମୂର୍ତ୍ତିକାର ମଧ୍ୟ ମୂର୍ତ୍ତି ତିଆରୁଛନ୍ତି ଦେଖିଥିବ ଗଣେଶ ମୂର୍ତ୍ତି ହଉ ଆମର ଗଜଲକ୍ଷ୍ମୀ ମୂର୍ତ୍ତି ହଉ ଯୋଉ ବି ମୂର୍ତ୍ତି ଆମର ଅଛି ଆମର ହଁ ଗଣେଶ ଆମର କଣ ହୁଏ ମାଟିରେ ତିଆରି ହୁଅନ୍ତି ନା ନାଇଁ ତାପରେ ତାକୁ ବିସର୍ଜନ ହୁଏ ସେମିତି ମାଟିର ବହୁତ ଉପଯୋଗିତା ରହିଛି ସେତେବେଳେ ଲୋକ ମାଟି ଘରେ ରହୁଥିଲେ ମାଟି ଜିନିଷ ବ୍ୟବହାର କରୁଥିଲେ ଏବେ ସମସ୍ତଙ୍କର କଣ ଘର ଛାତ ହେଇଗଲାଣି କିନ୍ତୁ ପୂର୍ବରୁ ସମସ୍ତଙ୍କ ଘରେ କଣ ହଉଥିଲା ମାଟି ବ୍ୟବହାର ହଉଥିଲା ମାଟିରେ ଥିଲେ ସେତେବେଳେ ଲୋକ କେମିତି ରୋଷେଇ କରୁଥିଲେ ନା ଚୁଲିରେ ସମସ୍ତଙ୍କ ଘରେ ଚୁଲି ଥିବ ଦେଖିଥିବ ଚୁଲି ଅଛି ସମସ୍ତଙ୍କ ଘରେ ମାଟିରେ କଣ ହୁଏ ଚୁଲି ବି ହେଇପାରେ ଏଇ ମାଟିରେ ଚୁଲି ହେଲା ପରେ ଏଇ ହାଣ୍ଡିରେ ଭାତ ବି ରନ୍ଧା ହେଇପାରିବ କୋଉଥିରେ ଇଏ ତିଆରି ମାଟିରେ ହଁ କି ନାହିଁ ତା ସହିତ ଏଇଟା ସରା ଘଡି ଯେତେ ବି ଆମର ସବୁ ମାଟି ଜିନିଷ ଆମ ପୂର୍ବରେ ବ୍ୟବହାର ହଉଥିଲା କିନ୍ତୁ ଏବେ ଆମେ ସବୁ ସମୟ ଅନୁସାରେ ଏଗୁଡାକର ବ୍ୟବହାର ନିହାତି ଉପଯୋଗ ହବା ଦରକାର ୟାକୁ ନେଇକି ମଧ୍ୟ ଲୋକ ଜୀବିକା ନିର୍ବାହ କରୁଥିଲେ ଯେମିତି କି କୁମ୍ଭାର ତାର କଣ କରେ ଏଗୁଡାକ ହାଣ୍ଡି ମାଠିଆ ବିକେ ଆମର ମହାପ୍ରସାଦ ଜଗନ୍ନାଥଙ୍କର ମହାପ୍ରସାଦ ଅଭଡା ସିଏ ମଧ୍ୟ ବି ଏଇ କୋରୁଆରେ ଆମର ଏଇ ମାଟି ଜିନିଷରେ ହିଁ ବନା ହଉଛି ବୁଝିଲ କି କାହିଁକିନା ମାଟି ନଥିଲେ ଆମେ ବଞ୍ଚି ପାରିଥାନ୍ତେ କି ଯଦି ଏ ମାଟି ନଥାନ୍ତା ତଳଟା ଆମେ ରହିପାରିବା କି ଚାଲି ପାରୁନାହାନ୍ତେ ସେଥିପାଇଁ ମାଟି ନିହାତି ଦରକାର ଆମ ଜୀବନରେ ହେଲା ଘରେ ଚୁଲିଠୁ ଆରମ୍ଭ କରି ଘର ଲୋକ ସେତେବେଳେ କରୁଥିଲେ ସେ ମାଟିରେ ହେଲା ବ୍ୟବହାର ଯୋଉ ଆମେ କରୁଛେ ହାଣ୍ଡି ଆଟିକା ସରା କପ୍ ଏଗୁଡା ସବୁ କୋଉଥିରେ ତିଆରି ମାଟିରେ ତିଆରି ହେଲା କି ମାଟି ନଥିଲେ ଆମେ ବଞ୍ଚି ପାରିନଥାନ୍ତେ ବୁଝିଲେ କି ନାହିଁ ମାଟିରେ କେତେ ମହତ୍ଵ ରହିଛି ବୋଲି ସେଥିପାଇଁ ଏଇ ସବୁ ଜିନିଷ ଆମେ ବ୍ୟବହାର କରିବା ନିହାତି ଦରକାର।